ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଟପିକ ବିଷୟରେ ଆଲୋଚନା କରିବା। ଗୁରୁତ୍ୱପୂର୍ଣ୍ଣ ଟପିକଟା ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ। ନାମ ପରିବର୍ତ୍ତନ ଏହା କେତେ ଦୂର ଠିକ ତାହା ଆପଣ କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ। କିନ୍ତୁ ଏହାକୁ ନାମ ପରିବର୍ତ୍ତନକୁ କହିଛନ୍ତି 2-3 ଦିନ ତଳେ ଆମର ଦେଶର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ। ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁଟି ଯେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କର ହୃତ୍ସ୍ପନ୍ଦନ ସେ ଜାଣିନାହାନ୍ତି। ଯଦି ନାମ ପରିବର୍ତ୍ତନରେ ଯଦି ପିଲାମାନଙ୍କୁ ଉନ୍ନତିକରଣ ଶିକ୍ଷା ମିଳିଯିବ ତାହେଲେ ଆପଣଙ୍କ ନାଁ ନହେଲେ ଦେଶର ପ୍ରଧାନମନ୍ତ୍ରୀଙ୍କ ନାମ ରଖିଦିଅନ୍ତୁ। ଓଡ଼ିଶା ଶିକ୍ଷାନୁଷ୍ଠାନର ଏନ୍ତୁଡ଼ିଶାଳ କହିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ। ଏଇଟା କିଏ ବା ନ ଜାଣେ। ଭାରତର ଯେତେ ସର୍ବୋତ୍ତମ ଶିକ୍ଷାନୁଷ୍ଠାନ ଅଛି ସେଥିମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅନ୍ୟତମ। 2020ରେ ଯେତେବେଳେ ଏଜୁକେସନ ମିନିଷ୍ଟର ରମେଶ ପୋଖରିଆଲ ଥିଲେ ସେତେବେଳେ ଆପଣ କହିଥିଲେ ଯେ ଉତ୍କଳ ୟୁନିଭର୍ସିଟିକୁ ସେଣ୍ଟ୍ରାଲ ୟୁନିଭର୍ସିଟି କରାଯାଉ। ଏବେ ତ ଆପଣ ନିଜେ ଏଜୁକେସନ ମିନିଷ୍ଟର, ପୁଣି ସେଣ୍ଟ୍ରାଲର। ଆପଣଙ୍କ କଥା କେତେ ଆପଣ ରଖିଛନ୍ତି ତାହା ଆପଣ ସର୍ବସାଧାରଣ ଛାତ୍ରଛାତ୍ରୀଙ୍କୁ କୁହନ୍ତୁ। ଏଇ କଲେଜର ନାମ ମାନେ ରେଭେନ୍ସା କଲେଜର ନାମ ଯେତେବେଳେ କଟକ କଲେଜ ଥିଲା ସେତେବେଳେ କଣ ରେଭେନ୍ସା ନିଜ ନାମରେ ନିଜେ କଲେଜ କରିଥିଲେ? ମୟୂରଭଞ୍ଜ ରାଜା ଶ୍ରୀ କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରସ୍ତାବ କ୍ରମେ ୟୁନିଭର୍ସିଟିର ନାମ ରେଭେନ୍ସା ୟୁନିଭର୍ସିଟି ରଖାଯାଇଥିଲା। ଆପଣ ଭିତରକୁ ଆସିବା ବେଳେ ଧର୍ମେନ୍ଦ୍ର ବାବୁ ଇତିହାସ ଥରେ ପଢନ୍ତୁ ଯେ ଓଡ଼ିଶାର ଇତିହାସରେ କଣ କଣ ସବୁ ଲେଖା ହେଇଛି, ନହେଲେ ଆପଣଙ୍କୁ ଯୁବ ସମାଜ ଛାତ୍ର ସମାଜ କେବେ କ୍ଷମା ଦେବନି।